कृष्ण को घेनी वसुदेवर गोप को गमन अनेक प्रकार स्तुति उग्रसेन कला त्राही त्राही बोलिन से कर को जोड़िला उग्रसेन विनय देखी भगवान आज्ञा देलो जाओ तु ही मथुरा भुवन जीवा बेले उग्रसेन प्रभु तियारिले आजु पिता माता टुकी रखिबु तु होले आज ठारू मथुरा रे होइला राजन एहा बोली आज्ञा ताकू देले भगवान उग्रसेन को श्रीकृष्ण संभाषणा मान वसुदेव ताहा सबु न जानिला पूर्ण मथारे साड़ी बांधिन तृष्ट उग्रसेन पथ छाड़ी दियंती वसुदेवर गमन वसुदेव हृदय रे विचारिला पुणी संकट पारी कले प्रभु चक्र पाणी तदंतरे वसुदेव पुत्र को ही घेनी धीरे धीरे चली जाए से घोर जमीनी मन छन छन अति चंचल रे जाई जमुना नदी कूल रे प्रवेश हुई देखिला जमुना दुई कूल पुरी अछि घन घन ढेउ मान तही उठू अछि एकेते भाद्र मास नदी भयंकर पुरी करी पानी जाए अति अगोचर वसुदेव भाड़े पार होइबी केशनम 84 काठी गभीर जमुनाटी पूर्ण फेण मान भासु अछि जलर उपरे काष्ट मान भासी जाऊ अछई प्रखरे तही उपरे अछंती विषधर मान पिपिलिका कीट आदि भासुछंती बने देखिले तो हृदय को लागई ताटका कृष्ण कृष्ण बोली न से मने कला शंका पुनरपि विचारई केमंत पशिबी एही ठारे थिले कंस दोरेहा होइबी तही कि माया पुणी तो कले चक्रधर पूर्व दिग देखा गला आरक्त प्रकार वसुदेव मने भाळे आदित्य उइब निश्चय मोर पुत्र को कंस ही मारिब से जहा मारिब पुत्र कंस नृपवर मुही पछे नाश जाए जमुना जलर एते बोली वसुदेव हरि हरि स्मरी जमुना जल रे पशे कृष्ण शिर धरी बेगु बेग निर्भय रे तही रे पशिला जमुनार पानी ताकू आंठुए होइला वसुदेव जानिला एते कूद अछि पर से ठाकू जाए जीवन बुड़ुछि जमुना नदी मध्यरे कले गमन स्थल अछि बोली हर्ष वसुदेव मन आनंद जल भितरे गमन करई तहु माया पुणी कले जगत गोसाई सेठा बरे वसुदेव को आंठुए होइला पुणी खंडे दूर पथ तहु चली गला आउ किछि दूर जानते बुड़िला कसीर वसुदेव खटुली को उठाए ऊपर शिर बुड़ी हस्त गंठी जाए जल हेला से जल रे बुड़ी करी कृष्ण सुमरिला दुख रे मन भालई मुई पछे मरिबी ए बालक पुत्र गोटी को रख जदु साई वसुदेवर प्रतिज्ञा जानी चक्रधर सेही ठारे पुणी माया कले दामोदर आंठुए पर्यंत पानी सेठारे रहिला बसन न तिंती पुणी कूଳରେ उठिला श्रीकृष्ण को घनी बेगे करई गमन जाइन प्रवेश हेले गोपे नामे स्थान जे बण बन रे पुत्र पुष्पहीन थिला सेही बन गोटी नव पल्लव धरिला अबसंतरे बसंत बहे घन घन नाना पुष्प विभूषित हेले तरुमान
ଯେଉଁ କଦମ୍ବ ବନରେ ପତ୍ରହୀନ ଥିଲା, ସେ କଦମ୍ବ ବନେ ପତ୍ର ପୁଷ୍ପ ବିକଶିଲା। ଭ୍ରମର ଭ୍ରମରୀ ମାନେ କୋଳାହଳ କରି, ଶୋକ ସାରି ଆଦି ଗଣ ମଙ୍ଗଳ ଉଚ୍ଚାରେ। ଏମନ୍ତେ ବସୁଦେବ ଯେ କରନ୍ତି ଗମନ, ଜନ ଦେଖି ପ୍ରଫୁଲ୍ଲିତ ହେଲା ତାର ମନ। ବୋଇଲା କୌଣସି ଦିନ ଏହା ଦେଖି ନାହିଁ, ଯେଉଁ ବୃକ୍ଷ ମାନଙ୍କର ପତର ନଥାଇ। ଏବେ ଏ ବନ ଏଡେ ସୁନ୍ଦର ଦିଶିଲା, ତାହା ଦେଖି ବସୁଦେବ ହରଷି ଉଠିଲା। ଅରଣ୍ୟ ଭିତରେ ସେହୁ କରଇ ଗମନ, ପୁତ୍ର ଗୋଟିକୁ ଛାଡ଼ିବି ମୁଁ କେଉଁ ଭୁବନ। ନପୁଣ ରଜନୀ ପାହି ଯାଏ ଏହି କ୍ଷଣି, ଧରି କରି ନେବ ମତେ କଂସ ନୃପମଣି। କାହିଁ ଛାଡ଼ିବଇ ନେଇ ବାଳକ ନନ୍ଦନ, କେ ପ୍ରସବ କରିଥିବ କେ ବଣ ଭୁବନ। ଯଦ୍ୟପି ଚଣ୍ଡାଳ ଘରେ କନ୍ୟା ଜନ୍ମିଥିବ, ତାହା ଘରେ ଦେବି ମୁହିଁ ଏ କଥା ମୋ ଧ୍ରୁବ। ଚଣ୍ଡାଳର ଘରେ ଯେବେ ଛାଡ଼ିବି ନନ୍ଦନ, ପଛରେ କରିବି ଜାତି ଏକଥା ପ୍ରମାଣ। ଏହା ବୋଲି ମୁଣ୍ଡିଆଇ ଯାଏ ବସୁଦେବ, ବସୁଦେବ ଜାଣିଲେ କପିତା ମନୋଭାବ। କୃଷ୍ଣ ଘେନି ବସୁଦେବ ହୁଏ ତର ତର, ବିଚାରଇ କାହିଁ ନେଇ ଝାଡ଼ିବି କୁମର। ଏହା ଶୁଣି ପରୀକ୍ଷିତ ନାମେ ମହାରାଜା, ଶୁକ ମୁନି ଚରଣରେ କଲେ ଦିବ୍ୟ ପୂଜା। ଆହେ ମୁନି ବସୁଦେବ ଘେନି ନାରାୟଣ, କାହିଁ ନେଇ ଛାଡ଼ିଲା ସେ ଗୋପନରେ ପୁଣ। ଶୁକ ମୁନି ବୋଇଲେ କ ଶୁଣ ନୃପବର, ନନ୍ଦ ଗୋପେ ରହିଅଛି ଶ୍ମଶାନ ଭୂମିର। ନଗରରୁ ବାହାର କରି ଗୋପାଳେ ଯେ ଦେଲା, ତେଣୁ କରି ନନ୍ଦ ସିନା ଶ୍ମଶାନେ ରହିଲା। ପରୋକ୍ଷ ବୁଲେ ନନ୍ଦକୁ କିମ୍ପା କାଢ଼ି ଦେଲେ, ଏହା ମୋତେ କହ ଏବେ ହରଷ ଅନ୍ତରେ। ଶୁକ ମୁନି କହିଲେ କ ଶୁଣ ନୃପବର, ନନ୍ଦ ପୁତ୍ର ହୀନ ବୋଲି ବିରକ୍ତ ଭାଜନ। ଗୋପପୁରେ 9 ଲକ୍ଷ ଗଉଡ଼ଙ୍କ ଘରେ, ସମସ୍ତେ ନିଶ୍ଚିନ୍ତ ଭାବେ ଥାନ୍ତି ସେହିଠାରେ। ଏମନ୍ତ ଗଉଡ଼ଙ୍କର ମେଳି ଯେ ହୋଇଲା, କାର କେତେ ପୁତ୍ର ଅଛି ଶୃଙ୍ଖଳା ପଡ଼ିଲା। ସବୁ ଗୋପୀଙ୍କର ପୁତ୍ର ହୋଇଲା ଜନମ, ନନ୍ଦଙ୍କର ପୁତ୍ର ନାହିଁ ତେଣୁ ଏ ବିଧାନ। କେବଳ ଅପୁତ୍ରିକଟା ଅଟେ ନନ୍ଦ ଘର, 7 ଗାର୍ହ ପୁତ୍ର ତାର ଗଲା ଯମପୁର। 750 ବର୍ଷ ନନ୍ଦର ହୋଇଲା, ଏତେ କାଳ ପର୍ଯ୍ୟନ୍ତେ ପୁତ୍ର ନ ରହିଲା। ଅପୁତ୍ରିକ ଲୋକର ଯେ ବଦନ ନ ଚାହିଁ, ସେଭଳି ଲୋକଙ୍କୁ ପନ୍ତି ମଧ୍ୟେ ନ ବସାଇ। ଶ୍ରାଦ୍ଧର କାଳରେ ପୁତ୍ର ହୀନକୁ ବରିଲେ, ପିତୃଲୋକ ମାନେ କେଭେ ନ ପାଆନ୍ତି ନ ଯାଆନ୍ତି ଦ୍ୱାରେ। ଯାତ୍ରା କାଳେ ଅପୁତ୍ରିକ ବଦନ ଚାହିଁଲେ, ଯାତ୍ରା ସିଧି ନ ହୁଅଇ ଯାତ୍ରା କରି ଗଲେ। ଅପୁତ୍ରିକ ହୋଇ ଯେଉଁ ପ୍ରାଣୀ ନାଶ ଯାଏ, ତାହାକୁ ଯମ ନେଇ ନର୍କରେ ପକାଏ। ଏମନ୍ତ ବୋଲି ଗଉଡ଼ କରିନ ବିଚାର, ଅପୁତ୍ରିକ ହେତୁ ତାକୁ ରଖିଲେ ବାହାର। ପୂର୍ବରୁ ଅଛଇ ଏହା ଗୋପର ଭିଆଣ, ଅପୁତ୍ରିକ ହେଲେ ତାକୁ ଛାଡ଼ଇ ବହନ। ଏମନ୍ତ ହୋଇ ଗୋପାଳ ମେଳ ହୋଇଛନ୍ତି, ନନ୍ଦ ଅପୁତ୍ରିକ ବୋଲି ଘରେ ନ ଦିଅନ୍ତି। ତେଣୁ କରି ନନ୍ଦ ଗୋପ ଶ୍ମଶାନରେ ଥାଏ, ଯଶୋଦାଙ୍କୁ ଘେନି ନ ସେ ଦୁଃଖେ ତହିଁ ରହେ। ଅନେକ କାଳ ପର୍ଯ୍ୟନ୍ତ ଥାଏ ଶ୍ମଶାନରେ, ବାର୍ଦ୍ଧକ୍ୟ ପାଇନ ସେହି ବୋଲଇ ବନରେ।
ତିନି ଗୋଟି ଗାଈ ଘେନି ଚରାଏ ଗୋଷ୍ଠରେ, ନନ୍ଦିନୀ ରୋହିଣୀ ବଉଳା ନାମ ଯେ ତାହାଙ୍କର, ପୃଥଳା ବଉଳା ଆତି ତାହାଙ୍କୁ ଘେନିଣ, 350 ଗାଈ ନନ୍ଦର ରକ୍ଷଣ, ଏତେ ଗାଈ ମଧ୍ୟରେ ସେ 3ଟି ଘୁଆଳ, ଦୁହିଁଲେ ପୋଷାଏ ଦିଅନ୍ତି ନାହିଁ କର୍ମବଳ, ନନ୍ଦିନୀ ବୋଲିଣ ଗାଈ ତାହାଙ୍କୁ ଦୁହିଁଲେ, ସପ୍ତ ସିନ୍ଧୁ ପୁରୀ ଯାଏ ନିମିଷେ ମଧ୍ୟରେ, ମନ ଦୁଃଖେ ସେ ଗାଈକୁ ଦୁହନ୍ତେ ସେ ନନ୍ଦ, କର୍ମ ଅବଳାକୁ ଦିଏ ପୋଷା କରୁ ଅଧ, ନନ୍ଦର ଅନେକ କଷ୍ଟ ସହିତ ନ ପାରି, ଚିରା ଖଣ୍ଡା ପିନ୍ଧିଥାଏ ଅଣ୍ଟା ଡୋର କରି, ଯଶୋଦା ପିନ୍ଧିଣ ଥାଏ ଜେବଣ ବସନ, ଦେଖ 5 ଗଣ୍ଠି ଥାଏ ସେ ଲୁଗାର ପୁଣ, ଗୋପନଗ୍ର ଯଶୋଦା ଦୁଧ କୁଞ୍ଚା ନେଇ, ମଥୁରାପୁରକୁ ଯାଇ ତାହାକୁ ବିକଇ, ଗଣ୍ଡାଏ 20 ପଣ ଯାହା ସେହି ପାଏ, ଦୁଃଖେ ଦିନ ବଞ୍ଚଇ ସେ କାହାକୁ ନ କହେ, ଯେତେକ ରନ୍ଧନ ସେହି କରେ ଯଶୋମତୀ, ସମସ୍ତ ନେଇଣ ଦିଏ ନନ୍ଦକୁ ସୁଦନ୍ତୀ, ଆପଣା ଯେ ପାଣି ଫଳ କରଇ ଆହାର, ପତି ଥିଲେ ସିନା ମୋର ଏହି ଘର, ଏମନ୍ତ ଦୁଃଖରେ ନନ୍ଦ ଶ୍ମଶାନରେ ଥାଏ, ଗାଈକୁ ନେଇଣ ନନ୍ଦ ଅରଣ୍ୟ ଚରାଏ, ଜେବଣ ଛତାକୁ ନନ୍ଦ କାନ୍ଧରେ ବହଇ, ବେଣ୍ଟ 3 ଖୁରା ତାର ଛତାରେ ଅଛଇ, ଶିଆଳି ପତ୍ର ଗୁଡାଏ ଛତ୍ରେ ବନ୍ଧା ଥାଏ, ପବନ କହିଲେ ସେହି ଖରେ ଉଡିଯାଏ। ବୃଷ ଶୁକ୍ଳ ପଞ୍ଚମୀ ତିଥି ଗୁରୁବାର, ସେହି ଦିନ ନନ୍ଦ ଯାଇଥିଲା ଅରଣ୍ୟର, ଗ୍ରୀଷ୍ମ କାଳରେ ନନ୍ଦ ଘରକୁ ଅଇଲା, ଯଶୋଦାକୁ ଚାହିଁଣ ସେ ବଚନ ବୋଇଲା, ଆଗୁ ବଡ଼ ତୃଷ୍ଣା ହୋଇ ଅଛଇ ମୋହର, ଅନ୍ନ ଜଳ କିଛି ଅଛଇ କି ଦିଅ ଏହିଠାର, ଏମନ୍ତ ବୋଲି କେନ୍ଦୁଳି ପତ୍ର ପକାଇଲା, ଅନ୍ନ ବ୍ୟଞ୍ଜନ ଜଳାଦି ଯଶୋମତୀ ଦେଲା, ଗୋମୁଖ କରିଣ ନନ୍ଦ ପିୟଇ ବହନ, ଉପରକୁ ମୁଖ କରି ପିଏ ପୁଣ ପୁଣ, 12 ବରଷ ହେଲା ଭୋଜନ ହିଁ ନାହିଁ, ନନ୍ଦର ଚକ୍ଷୁରୁ ପାଣି ହୃଦରେ ପଡ଼ଇ, ତାହାର ଶରୀରେ ସ୍ନାନ ପ୍ରାୟ କସିଲା, ତାହା ଦେଖି ଯଶୋଦାର ଲୋତକ ବୋହିଲା, ନନ୍ଦର ମୁଖ ଦେଖିଣ କରଇ ରୋଦନ, ଏହି କଷ୍ଟ ଫେଡ଼ିବାକୁ କେବ ଭାଜନ, ନନ୍ଦ ହିଁ ରୋଦନ କଲା ଯାଇ ଚାହିଁ ଯଶୋଦାକୁ, କହି କୃଷ୍ଣ ଦୂର ହେବ ସୁମର ବିଷ୍ଣୁଙ୍କୁ, ଆଗୋ ଯଶୋମତୀ ମୁହିଁ ଶୁଣିଛି କର୍ଣ୍ଣରେ, ନାନା କଷ୍ଟ ଉଦ୍ଧାରିବେ ପ୍ରଭୁ ଚକ୍ରଧରେ, ଏହିପରି ଯଶୋଦାକୁ ନନ୍ଦ ବୋଲେ ଧୀରେ, ରବିର କିରଣ ଦିଶେ ଘରର ଭିତରେ, ନନ୍ଦ ଯେଉଁ ଘର ଗୋଟି ଅଛଇ ତୋଳାଇ, 6 ବର୍ଷ ସେଇ ଘର ଛିଆ ହୋଇ ନାହିଁ, ତାଳ ପତ୍ର ଗୋଡାଏ ସେ ଛୁଆଣଇ ଥାଏ, ପବନ ବୋହିଲେ ବେଗେ ତାହା ଉଡିଯାଏ, ଏତେକ କଷ୍ଟରେ ନନ୍ଦ ଘର କରିଥାଏ, ଶ୍ମଶାନରେ ରହି ସେହୁ କଷଣ ଲଭଇ, ଯେଉଁ ଦିନୁ ବସୁଦେବ ବନ୍ଦିରେ ପ୍ରବେଶ, ଆଦିନାଥ ରୋହିଣୀର ଗର୍ଭରୁ ପ୍ରକାଶ, ସେ ରୋହିଣୀ ଗାଇଥାଏ ନନ୍ଦର ମନ୍ଦିରେ, ନନ୍ଦ ତାହାକୁ କରନ୍ତି ନ କରେ ମନରେ, ରୋହିଣୀ ଗାଈ ପୁତ୍ରେକ ଯୋଉ ଜନ୍ମ କଲା, ତାର ନାମ ବଳରାମ ବୋଲିଣ ହୋଇଲା, ଯେଉଁଦିନ ବଳରାମ ଜନମ ହୋଇଲେ, ସେହିଦିନୁ ନନ୍ଦ ସିନା କୃଷ୍ଣ ପାର ହେଲେ, ଯେଉଁଦିନୁ ତାହାକୁ ସେ ଗୋଷ୍ଠରୁ ପାଇଲା, ଥୁକାଏ କଷ୍ଟ ନନ୍ଦର ସେଇ ଦିନୁ ଗଲା, ନନ୍ଦ ଆଉ ଯଶୋମତୀ ଅପୁତ୍ରିକ ଥିଲେ,
ଯଶୋଦା ଗର୍ଭରେ ଆସି ଅମ୍ବିକା ରହିଲେ। ସାତ ଗର୍ଭରେ ଯଶୋଦା ହେଲା ଗର୍ଭବାସ। 9 ମାସ ଯାଇ 10 ମାସ ଯେ ପ୍ରବେଶ। ଶୋକ ବୋଇଲେ ହୋ ଶୁଣ ପରୀକ୍ଷ ରାଜନ। ଅର୍ଦ୍ଧରାତ୍ରେ ଯଶୋଦାର ପେଟ ବ୍ୟଥା ଜାଣ। ଯେଉଁ ଘରେ ଯଶୋମତୀ ପ୍ରସବ କରଇ, ସେହି ଘରେ ଝିପି ଝିପି ପାଣି ବରସଇ। କାନ୍ଥ ବାଡ଼ ନାହିଁ ସେହି ପ୍ରସବ ଗୃହରେ, ତହିଁ ଯଶୋଦା ପ୍ରସବେ ଅର୍ଦ୍ଧ ରଜନୀରେ। ଦେଖିଲା ଯଶୋଦା ଏକ ଦୁହିତା ଜନ୍ମିଲା, ଦେଖିଣ ତାହାର ମନେ ବହୁ ଦୁଃଖ ହେଲା। ସପ୍ତମ ଗର୍ଭ ଭାଇ ଦୁହିତା ଜନମ, ଲଲାଟେ କର ଦେଇଣ କରଇବ ବହନ। ନିଷ୍ଠୁର ମାୟାରେ ସେହି ମୋହ ହୋଇଗଲା, ଏ ଅନ୍ତେ ଦୁଇତା ରାବ ଗୋଟାଏ ଛାଡ଼ିଲା। ତ୍ରିଲୋକ ଶୋଭିଲା ସେହି ମହାରାବ ଗୋଟି, ବ୍ରହ୍ମାଣ୍ଡ ଭାଳିଣ କବା ପଡେ ନବ ସୃଷ୍ଟି। ଶୁଣହୁ ପରୀକ୍ଷ ଶୁକ ମୁନି ଯେ ବୋଇଲେ, କୃଷ୍ଣକୁ ଘେନିଣ ବସୁଦେବ ଆସୁଥିଲେ। ଅତ୍ୟନ୍ତ ଭାବନା ସେହୁ କରଇ ମନର, କାହିଁ ନେଇ ଛାଡ଼ିବ ଇ ବାଳକ କୁମାର। ଏହି ରୂପେ ବସୁଦେବ ଚିନ୍ତା କରୁଥିଲେ, ବାଳିକା ଶବଦ ତାର କର୍ଣ୍ଣରେ ପଡ଼ିଲା। ତହୁଁ ଆନନ୍ଦ ହୋଇଲା ଶୁଣିଣ କର୍ଣ୍ଣରେ, ଚଣ୍ଡାଳ ହୋଇଲେ ସୁଧା ଦେବୀ ତାହାଠାରେ। ଏମନ୍ତ ସେ ବସୁଦେବ କୃଷ୍ଣଙ୍କୁ ମୁଣ୍ଡାଇ, ନନ୍ଦର ମନ୍ଦିର ମେଳେ ବେଗରେ ସେ ଯାଇ। ବାଳିକା ଯେଉଁ ମନ୍ଦିରେ ରୋଦନ କରଇ, ବସୁଦେବ ଧାତିକାରେ ଦେଖିଲା କ ଯାଇ। ଘରେ ପଶିବାକୁ ତାର କାନ୍ଥ ବାଜିଗଲା, ଯଶୋଦା ଯାଇ ସ୍ଥାନରେ ଜନ୍ମ କରିଥିଲା। ସେଠା ବରେ ବସୁଦେବ ହୋଇଲା ପ୍ରବେଶ, ଥିରି ଥିରି ନେଇ ତହିଁ ଥୁଏ ହୃଷିକେଶ। ନାହିରେ ଲାଗିଛି ନାଡ଼ ହୋଇ ଜର ଜର, ଧୀର କରିଦେଲା ଥୋଇ ପ୍ରସବ ଠାବର। ଯଶୋଦା ପ୍ରସବ ଯେଉଁ ସ୍ଥାନେ କରିଥିଲା, ସେହି ସ୍ଥାନେ ବସୁଦେବ ଖଟୁଲି ଥୋଇଲା। ପାଲଟି କରି ଅମ୍ବିକା ଥୋଇ ଖଟୁଲିର, ତର ତର ଘେନି ତହୁଁ ହୋଇଲା ବାହାର। ଲେଉଟିଲା ବସୁଦେବ ମଥୁରା ଭୁବନ, ଏହା ଶୁଣି ପଚାରିଲେ ପରୀକ୍ଷ ରାଜନ। ନନ୍ଦର ଗୃହରେ ରହିଲେ କ ବନମାଳୀ, ଭଙ୍ଗା ଗୃହରେ କେମନ୍ତ ରହିଲେ ଶ୍ରୀହରି। ଶୁକ ମୁନି କହିଲେ ହୋ ଶୁଣ ନୃପମଣି, ପୂର୍ବେ ବ୍ରହ୍ମାର ନନ୍ଦନ ନନ୍ଦ ଘଟେ ପୁଣି। ଯେଉଁ କାଳେ ଧାତା ଏହି ସୃଷ୍ଟି ଭିଆଇଲା, ଅଷ୍ଟବସୁଙ୍କୁ ହିଁ ବ୍ରହ୍ମା ଜାତ କରିଥିଲା। ତାଙ୍କ ଜ୍ୟେଷ୍ଠ ପୁତ୍ର ନାମ ଅଟେ ଦ୍ରୋଣ ବସୁ, ବ୍ରହ୍ମା ବୋଇଲେ ତୁ କିମ୍ପା ତପରେ ନ ବସୁ। ସଂସାର ଭିଆଅ ବୋଲି ବ୍ରହ୍ମା ଆଜ୍ଞା ଦେଲେ, ପିତାର ବଚନ ସେଉ ଗ୍ରହଣ ନ କଲେ। ଦେଖି କରି କୁପିତ ଯେ ହେଲେ ପିତାମହ, ଆଦେଶ ଅବଜ୍ଞା କଲୁ ତୁହି ଗୋପ୍ୟ ହୁଅ। ଗୋପପୁରରେ ଜାତ ହୋଇ ଦୁଃଖ ଭୋଗ କର, ଗୋପାଳ ଯେ ତୋତେ ଠାବ ନ ଦେବେ ଗ୍ରାମର। ଶୁଣି କରି ଦ୍ରୋଣା ବସୁ ବହୁ ସେବା କଲା, ପ୍ରସନ୍ନ ହୋଇଣ ବ୍ରହ୍ମା ତାହାଙ୍କୁ କହିଲା। ଦେଉଅଛି ସାପ କେବେ ନହେବ ମେଣ୍ଟଣ, ତୁହି ଅତି ଦୃଢ ମନେ କୃଷ୍ଣ କର ଧ୍ୟାନ। ନାରାୟଣଙ୍କୁ ତୁହିରେ ପାଇବୁ ଅବଶ୍ୟ, ଦୟା ତୋତେ କରିଥିବେ ନିଶ୍ଚୟ ହୃଷିକେଶ। ପିତାର ବଚନେ ଦ୍ରୋଣା ବସୁ ତପ କଲା, ପ୍ରସନ୍ନ ହୋଇଣ ବ୍ରହ୍ମା ତାହାଙ୍କୁ କହିଲା। କୋମଳ ପତ୍ର ଖାଇଣ ନିର୍ଝରି ପିଇବୁ, ନାରାୟଣ ନାରାୟଣ ହୃଦେ ଜପୁଥିବୁ। ସେ ରୂପେ କରନ୍ତେ ଦେଖି ପ୍ରଭୁ ଚଉବାହା, ଜାହ୍ନବୀ ଭିତରୁ ବିଜେ ଜଗତର ନାହା। ଶଙ୍ଖ ଚକ୍ର ଗଦା ପଦ୍ମ ଦେଖାଇ ବହନ, ବର ମାଗ ଦ୍ରୋଣ ବସୁ ଯେ ତୋହର ମନ।
ଦେଖିଣ ବେଗେଣ ସେହୁ କଲା ପ୍ରଣିପାତ ଧରଣୀ ନାରୀ ଅଛଇ ତାହାର ସଙ୍ଗତ ଭାରି ଯାକୁ ଦ୍ରୋଣ ବସୁ ବୋଲଇ ବଚନ କି ବର ମାଗିବ ତୁମ୍ଭେ କହ ଗো ବହନ ମନେ ବିଚାର ଦ୍ରୋଣା ବସୁର ଘରଣୀ ତାହା କାହିଁ ପୁତ୍ର ଭାବେ ପାଇବଇ ପାଳିବଇ ପୁଣି ବର ମାଗ ଆହେ ସ୍ୱାମୀ ସେ ଦେବ ତୁମ୍ଭଙ୍କୁ ପୁତ୍ର ରୂପେ ଜନ୍ମିଲେ ହୋଇବୁ ଉଦ୍ଧାର ଶୁଣି କରି ଦ୍ରୋଣା ବସୁ ବୋଇଲା ବହନ ତୁହି ମୋର ପତ୍ନୀ ଗର୍ଭେ ହୋଇବୁ ଜନମ ରକ୍ତବର୍ଣ୍ଣ ଅଟଇ ଯେ ଦେବ ଭଗବାନ ବୋଇଲେ ପାଳିବୁ ତୁହି ପୁତ୍ରର ସମାନ ଯଦୁ ବଂଶେ ଜାତ ହୋଇ ଗୋପରେ ବଢିବୁ ସଂସାର ମାୟାରେ ତୁହି ମତେ ନ ଚିହ୍ନିବୁ ଦେବର ସାପେ ତୁହି ଦୁଃଖୀ ହୋଇଥିବୁ ଆମ୍ଭକୁ ଦେଖିନ ସାରେବ ଦୁରିତ ହରିବୁ ତେଣୁ କରି ନନ୍ଦ ସିନା ଦୁଃଖୀ ହୋଇଥିଲା ବହୁତ କଷ୍ଟରେ ସେହୁ ଶ୍ମଶାନେ ରହିଲା ଶୁକ ମୁନି ପରୀକ୍ଷଙ୍କୁ କହିଲେ ବଚନ ଉତ୍ତାନ ହୋଇଣ ପଡିଥିଲେ ଜନାର୍ଦ୍ଦନ ଦେଖିଲେ ଆକାଶ ଦିଶେ ସେ ଘର ଭିତରେ ବିଶ୍ୱକର୍ମା ରାଇ ବୋଇଲେ କଦାମୋଦରେ ଆମ୍ଭର ପୁର ପରାୟ କର ଗୃହବାସ ଏମନ୍ତ ବୋଲିଣ ଆଜ୍ଞା ଦେଲେ ପିତବାସ 32 କୋଟି ବିନ୍ଧାଣି ବିଶ୍ୱକର୍ମା ନେଲା ସତେକ 8 ବଖରା ନନ୍ଦ ଗୃହ କଲା ଅବୟ ନିଧି ଲାଗିଛି ସବୁ ରତ୍ନ ସାର ହୀରା ଲୀଳା ମୁକୁତା ଦି ଅପୂର୍ବ ପ୍ରକାର ସତେ ମୁକୁତା ଲାଗିଛି ରେଖା ଗୋଟି କୋଟି ନନ୍ଦାବର୍ତ୍ତା ଲାଗି ଅଛି ତହିଁ ଧାର ଧାର ରତନ ମାନ ଦେଖିଣ ମନେ ଏହା ହୁଏ ଅମରାବତୀ ତାହାର ତୁଲ୍ୟ କେବେ ନୁହେଁ ଚିତ୍ରମୟ ପୁର ଆଉ ରତ୍ନମୟ ପୁର ମୁକୁତା ଲାଗିଣ ଅଛି ଶିଖର ଉପର ଅନେକ ରତନପୁର ବିଜେ ବ୍ରହ୍ମପୁର ବ୍ରହ୍ମନିଧିପୁର ଆଉ ସୂର୍ଯ୍ୟକାନ୍ତପୁର ଲୀଳା ରତ୍ନପୁର ମନ ମଥ ନିଧିପୁର ଚନ୍ଦ୍ରକାତିପୁର ପୁଣି ସୂର୍ଯ୍ୟକାନ୍ତିପୁର ଯେତେ ପୁର ମାନ ବିଶ୍ୱକର୍ମା ଭିଆଇଲା କିଏ ତାହା କହିବାକୁ ଭାଜନଟି ଭଲା ବ୍ରହ୍ମା ଯାହା କହିବାକୁ ନୁହଁଇ ଭାଜନ ମୁଇଁ ତାହା କହିବାକୁ ହୋଇବି କି କ୍ଷମ ଜନମରୁ ମୂର୍ଖ ମୁହିଁ ଅଟେ ବିପ୍ର ଜାତି ଦେଶ ଶାସ୍ତ୍ର ପୁରାଣଟି ନ ଜାଣେ କେମନ୍ତି ବୈଷ୍ଣବ ଜନ ମାନଙ୍କୁ ଅଟଇ ମୁଁ ଭୃତ୍ୟ ସେମାନେ ହୁଅନ୍ତି ଜାତ ଶ୍ରୀହରି ଚରିତ ବୈଷ୍ଣବଙ୍କୁ ଯେଉଁ ଭକ୍ତି କରିଥାନ୍ତି ମୁହିଁ ସେମାନଙ୍କ ପାଦେ କରଇ ଭକତି ଶ୍ରୀକୃଷ୍ଣ ନାମ ଧରନ୍ତେ ଅନୁଗ୍ରହ କଲା ଲେଖକ ଗୋଟି ମତେ ହେ ନିଶା କାଳେ ଦେଲା ଏହି ସେ ଆଦେଶ ମତେ ଦେଲେ ଚକ୍ରଧର ତୁ ଯାହା ଲେଖିବୁ ତାହା ହରିବଂଶ ସାର ଶ୍ରୀକୃଷ୍ଣଙ୍କ ଚରିତ ଏହି ଅପରୂପ ରୂପ ଦେବଧ୍ୟାୟୀ ହେତୁ ସୁପ୍ରସନ୍ନ ଚକ୍ରଧର ଯଦୁର୍ବେଦ ଗୋଟିକ ଯେ ମୋର ଅଧ୍ୟୟନ ଶ୍ରୀକୃଷ୍ଣ ଆଜ୍ଞାରେ ମୁହିଁ କରଇ ରଚନ ହରିବଂଶକୁ ବୋଇଲେ ଯେଣୁ ଜନାର୍ଦ୍ଦନ ତେଣୁ ମୁକୁତାର୍ଥ ହେଲି ତାହାଙ୍କୁ ଭାବେଣ ଶ୍ରୀକୃଷ୍ଣ ଚରିତ ମତେ ନିତ୍ୟାନ୍ତ ଅଭ୍ୟାସ ହରି ନାମ ସୁମରନ୍ତେ ନାରାୟଣ ଦାସ